जय श्री जगन्नाथ भाई मैंने सर्वप्रथम गुरुदेव गणपति और जगदम्बा को प्रणाम करी आज आम आमर आस्ट्रोलोजी सेशन को आगू बढ़ेबा आम पढ़ुଥିଲେ बृहत पराशर होरा शास्त्र आम धीरे धीरे बृहत पराशर होरा शास्त्र को आगे को बढ़ेबा को जो सीरीज आरंभ करछु आम धीरे धीरे भाबुछु ये छोट छोट हो पछे आम ताको सीरीज सारिबा आज आम पढ़िबा बृहत पराशर होरा शास्त्र कथन अध्याय अवतार कथन अध्याय एटा महर्षि पराशर आस्ट्रोलोजी को एई इह लोक को रे प्रचार करिया पई भगवान को द्वारा नॉमिनेटेड महर्षि पराशर ही वैदिक एस्ट्रोलोजी को फेमस करैछन्ति और तांकर शिष्य थिले मैत्रेय जे कि तांको प्रश्न पचारुथिले बारंबार कि प्रभु हे भगवान महर्षि पराशर आपण दया करिक मते कृपा करंतु एवं कुहंतु एई एस्ट्रोलोजी विषय रे तो एस्ट्रोलोजी रो प्रथम चैप्टर रे हमें पढ़िले अवतार कथन अध्याय ए सॉरी सृष्टि क्रम अध्याय भगवान सृष्टि केमती हैला तापर गोटे ज्योतिष शास्त्र भितर अवतार कथन अध्यायर उपयुक्तता उपादेयता कौन काहेकि से ताको इंटरप्रेट करिसेंती आमे अवतार कथन अध्याय टाको पढ़ी सारला ପରେ ଆମେ क्लियरली जानिबा जे एटाको काहेकि केमती करा जायछि ତ ଏଇଟା ହଉଛି ଗୋଟେ କଥୋପକଥନ ମୂଳକ ଗ୍ରନ୍ଥ ଯୋଉଠି କି ଜଣେ ଶିଷ୍ୟ ଜଣେ ଗୁରୁଙ୍କୁ ପଚାରିଛି ବିଭିନ୍ନ ପ୍ରକାର ପ୍ରଶ୍ନ ସେଇ ପ୍ରଶ୍ନ ମାଧ୍ୟମରେ ସେ ଜିନିଷ ଗୁଡାକ ତାକୁ ମହର୍ଷି ପରାଶର ଏକ୍ସପ୍ଲେନ କରିଛନ୍ତି ଆଉ ଆପଣ ମାନେ ଭାବନ୍ତୁନି ଯେ ମୈତ୍ରେୟ ଋଷି ହଉଛନ୍ତି ଏପଟ ଏମିତିଆ ସେମିତିଆ ଲୋକ ମୈତ୍ରେୟ ଋଷି ହଉଛନ୍ତି ସେଇ ଯିଏ କି ଶ୍ରୀ ଶ୍ରୀ ଚଣ୍ଡୀର 700 ଶ୍ଲୋକକୁ ଜଗଦମ୍ବାର ଏକ୍ସପ୍ଲେନେସନ ଦେଇଛନ୍ତି ମାର୍କଣ୍ଡେୟ ପୁରାଣରେ ଏବଂ ଯିଆକି ଆଜିକା ସେ ଶାସ୍ତ୍ର ଏମିତି ଭାବରେ କାଳଜୟୀ ଯେ ଆଜିକା ଡେଟ ରେ ବି ଇଭିନ୍ ଇଫ୍ ଯୋଉମାନେ ସାତ୍विକ ମାର୍ଗରେ ସାଧନା କରନ୍ତି ସେମାନେ ବି ଶ୍ରୀ ଶ୍ରୀ ଚଣ୍ଡୀକୁ ସର୍ବଶ୍ରେଷ୍ଠ ଗ୍ରନ୍ଥ ବୋଲି ଭାବନ୍ତି ଏବଂ ଯୋଉମାନେ ତାମସିକ ମାର୍ଗରେ ବି ସାଧନା କରନ୍ତି ସେମାନେ ବି ଶ୍ରୀ ଶ୍ରୀ ଚଣ୍ଡୀକୁ ସର୍ବଶ୍ରେଷ୍ଠ ଗ୍ରନ୍ଥ ବୋଲି ଭାବନ୍ତି ଏବଂ ଯୋଉମାନେ ରାଜସିକ ମତରେ ସାଧନା କରନ୍ତି ସେମାନେ ବି ଶ୍ରୀ ଶ୍ରୀ ଚଣ୍ଡୀକୁ ସାଧନା ମାନେ ସର୍ବଶ୍ରେଷ୍ଠ ଗ୍ରନ୍ଥ ବୋଲି ବିବେଚନା କରନ୍ତି ଏବଂ ଯେତେବେଳେ ବି ଓଡିଆରେ କୌଣସି ପ୍ରବାଦ କୁହାଯାଏ ସେତେବେଳେ କୁହାଯାଏ ଯେ ଜୋତାଶିଲେରୁ ଚଣ୍ଡୀପାଠ ପର୍ଯ୍ୟନ୍ତ ତାକୁ ସବୁ ଆସୁଥିବା ଦରକାର ତେବେ ହିଁ ସେ ଯାଇକି ଗୋଟେ ପୂର୍ଣ୍ଣ ବ୍ୟକ୍ତିତ୍ୱ ହେଇପାରିବ ଅର୍ଥାତ୍ କୌଣସି ଲୋକ ହାଇଏଷ୍ଟ ଅଫ ଦ ହାଇଏଷ୍ଟ ଲେଭୁଲ ଅଫ ଟାସ୍କ କୁ କରିପାରୁଥିବ ଏବଂ ଲୋଏଷ୍ଟ ଅଫ ଲୋଏଷ୍ଟ ଲେଭୁଲ ଅଫ ଟାସ୍କ କୁ ବି ଯଦି ସେଇ ମାନ୍ୟତା ଦେଇକି ସେଇ ଭଲ ପାଇବାର ହୃଦୟ ନେଇକି ସେଇ ମନରେ କୌଣସି ଗର୍ବ ଅହଙ୍କାର ନ ରଖି କରିବ ତାହେଲେ ଜାଣିବ ହିଁ ସେ ପରିପୂର୍ଣ୍ଣ ଲୋକ ନହେଲେ ତା ଭିତରେ ଆଇଦର ଅହଙ୍କାର ରହିବ ନହେଲେ ସମତ୍ୱର ପ୍ରୋବ୍ଲେମ ରହିବ ଆଜ୍ଞା ତେଣୁ ଇଏ ମୈତ୍ର ମୁନି ସେଇ ଯିଏ କି ମାର୍କଣ୍ଡ ପୁରାଣରେ ଶ୍ରୀ ଶ୍ରୀ ଚଣ୍ଡୀଙ୍କର ଏ କଥାକୁ ଏକ୍ସପ୍ଲେନ କରିଛନ୍ତି ଜଗଦମ୍ବାଙ୍କର ସବୁ ସୂତ୍ର ଗୁଡାକୁ ସେ ଏକ୍ସପ୍ଲେନ କରିଛନ୍ତି ତେଣୁ ମୈତ୍ର ମୁନି ବି ଏମିତି ଜେନେରାଲ ଲୋକ ନୁହନ୍ତି ଏବଂ ମୋ ମହର୍ଷି ପରାଶରଙ୍କୁ ବା କିଏ ନ ଜାଣେ ତ ଚାଲନ୍ତୁ ଆମେ ଆରମ୍ଭ କରିବା ଅବତାର କଥନ ଅଧ୍ୟାୟ ଅବତାର କଥନ ଅଧ୍ୟାୟରେ ଭଗବାନ ମାନେ ମହର୍ଷି ମୈତ୍ର ଭଗବାନ ପରାଶରଙ୍କୁ ପଚାରୁଛନ୍ତି ମୁନିରାଜ ରାମକୃଷ୍ଣ ଆଦି ଯେତିକ ଶାସ୍ତ୍ରରେ ଭଗବାନ ବିଷ୍ଣୁଙ୍କର ଅବତାର ଗୁଡାକ ରୂପ ବର୍ଣ୍ଣନା ହେଇଛି ତା ଦେହରେ କଣ ଜୀବାଂଶ କିଛି ନଥିଲେ ସେଇଠି ମହର୍ଷି ପରାଶର କହୁଛନ୍ତି ଇଟ୍ ଇଜ ଦ ଶ୍ଲୋକ ଅଫ ଜ୍ୟୋତିଷ ଶାସ୍ତ୍ର ଇଟ୍ ଇଜ ନଟ୍ ଦ ଶ୍ଲୋକ ଅଫ ଆଜ ପର ଦ ପୁରାଣ ଆଣ୍ଡ ଶାସ୍ତ୍ର ଠିକ ଅଛି ସେଇଠି ମହର୍ଷି ପରାଶର କହିଛନ୍ତି ରାମକୃଷ୍ଣଶ୍ଚ ଭୋ ବିପ୍ର ନୃସିଂହ ଶୁକରସ୍ତଥା ଏତେ ପୂର୍ଣ୍ଣାବତାରଶ୍ଚ ହ୍ୟନ୍ୟ ଜୀବାଂଶ କର୍ମିତା ଏଇଟା ପୁରା କ୍ଲିୟରଲି ମନେ ରଖ ଏ ଶ୍ଲୋକଟା ରାମ କୃଷ୍ଣ ବରାହ ଏବଂ ନୃସିଂହ ଏଇ ଯୋଉ ଚାରିଟା ଅବତାର ଅଛି ଭଗବାନଙ୍କର ରାମ କୃଷ୍ଣ ବରାହ ଏବଂ ନୃସିଂହ ଏମାନେ ହଉଛନ୍ତି ଭଗବାନଙ୍କର ପୂର୍ଣ୍ଣ ଅବତାର ଅର୍ଥାତ୍ ସମ୍ପୂର୍ଣ୍ଣ ପରମାତ୍ମାରେ ଏଇ ଅବତାର ଗୁଡିକ ଯୁକ୍ତ କିଏ କିଏ ରହିଲେ ରାମ କୃଷ୍ଣ ବରାହ ଓ ନୃସିଂହ ଏଇଟା ମହର୍ଷି ପରାଶର କହିଛନ୍ତି ଏଇଟା ମୋର ଇଣ୍ଟରପ୍ରିଟେସନ ନୁହଁ ବୃହତ ପରାଶର ହୋରା ଶାସ୍ତ୍ର କିଏ ବି ପଢିଲେ ତା ଭିତରେ ବାହାରିଯିବ ଠିକ ଅଛି ଏବଂ ଅନ୍ୟ ଯୋଉ ଅବତାର ଗୁଡାକ ରହିଲା ଶେଷ ପ୍ରସିଦ୍ଧ ଅବତାରରେ ଜୀବାଂଶ ରହିଛି ମାନେ ଜୀବ ତତ୍ଵ ରହିଛି କିନ୍ତୁ ଏଇ ଯୋଉ ଚାରିଟା ଅବତାର ରହିଲା ଏ ଚାରିଟା ଅବତାରରେ ସମ୍ପୂର୍ଣ୍ଣ ପରମାତ୍ମା ତତ୍ଵ ରହିଛି କ୍ଲିୟର ୟେସ୍ ସେଇଠି ପୁଣି ମହର୍ଷି ପରାଶର ଆହୁରି କହିଛନ୍ତି ଯଦି ବି ଅଜନ୍ମା ଅଜ ଯିଏ ଜନ୍ମ ହେଇନି ଭଗବାନ ବାସୁଦେବ ଅନେକ ଲୋକଙ୍କର ଅନେକ ଅବତାର ଅଛି କିନ୍ତୁ ସବୁ ପ୍ରାଣୀଙ୍କର କର୍ମ ଫଳ ଦେବା ବାଲା ଗ୍ରହ ରୂପ ଅବତାର ହିଁ ମୁଖ୍ୟ ଏଇଠି ଏଇ ଶ୍ଲୋକଟା ପୁରା ଭଲସେ ହୃଦୟ ସହକାରେ ଲେଖିକି ପଢିକି ଘୋଷି ଦିଅ ଏଟାକୁ ଅବତାର ଅନେକ କାନି ଅବତାର ଅନେକ ଜ୍ଞାନୀ ହ୍ୟଜସ୍ୟ ପରମାତ୍ମନ ଅବତାର ଅନେକ ଜ୍ଞାନୀ
ह्यजस्य परमात्मनो जीवानां कर्म फल दो ग्रह रूपी जनार्दन। ଏଇଟା ସବୁଠି ଶୁଣିଥିବ, ସବୁ ଆଷ୍ଟ୍ରୋଲୋଜଙ୍କ ପାଖରେ ଏ ଶ୍ଲୋକଟା ଥିବ। ଅବତାର ଅନେକ୍ୟାନି ह्यजस्य ପରମାତ୍ମନ, ସେଇ ଅଜ ପରମାତ୍ମାଙ୍କର ଅବତାର ଅନେକ ଅଛି, କିନ୍ତୁ ଜୀବାନାଂ କର୍ମ ଫଳ ଦଉ ଗ୍ରହ ରୂପୀ ଜନାର୍ଦନ। ସେ ଜୀବ ମାନଙ୍କର କର୍ମ ଫଳ ଦେବା ନିମନ୍ତେ ସିଏ ଗ୍ରହ ରୂପୀ ଜନାର୍ଦନ ଅବତାରରେ ଆସିଛନ୍ତି। ତେଣୁ ଯୋଉ ଗ୍ରହରେ ଯୋଉ ତମେ ଯୋଉ କହୁଛ ଏ ରାହୁ ଖରାପ କରିଦେଲା, ଏ କେତୁ ଖରାପ କରିଦେଲା, ଏ ଶନି ଖରାପ କରିଦେଲା, ଇଟ୍ ଇଜ ନଟ୍ ଲାଇକ୍ ଦ୍ୟାଟ୍। ଇଟ୍ ଇଜ ପରମାତ୍ମା ହିମସେଲ୍ଫ ଇନ୍ ଟର୍ମସ୍ ଅଫ ଗ୍ରହ, ଯୋଉ କି ତମର 12ଟା ଭାବରେ ବସିକି ତମ କର୍ମ ଫଳ ତୁମକୁ ପ୍ରଦାନ କରୁଛନ୍ତି। ଇଟ୍ ଇଜ ଦ କ୍ଲିୟର କଟ୍ ଡେଫିନେସନ ବାୟ ମହର୍ଷି ପରାଶର ଇନ୍ ବୃହତ ପରାଶର ହୋରା ଶାସ୍ତ୍ର। ତେଣୁ ତୁମେ ଯଦି ଭାବୁଛ ତୁମକୁ କେତୁ ହଇରାଣ କରୁଛି, ତୁମକୁ ଶନି ହଇରାଣ କରୁଛି, ତୁମକୁ ରାହୁ ହଇରାଣ କରୁଛି, ତୁମକୁ ମଙ୍ଗଳ ହଇରାଣ କରୁଛି, କେହି କରୁନାହାନ୍ତି। ଏଇଟା ତମ କର୍ମ ଫଳ ତୁମକୁ ହଇରାଣ କରୁଛି। ଲେଟ୍ ଇଟ୍ ବି ଭେରି କ୍ଲିୟର, ଚାहे ମୁଁ ହଉ ଚାहे କିଏ ବି ହୁଏ। ଅବତାର ଅନେକ ଜ୍ଞାନୀ ह्यजस्य परमात्मन जीवानां कर्म फल दो ग्रह रूपी जनार्दन। ତେଣୁ ତମ କର୍ମଫଳ ମୁଁ ନେବିନି, ମୋ କର୍ମଫଳ ଆପଣ ନେବେନି। ମୁଁ ମୋର ଭୋଗିବି, ଆପଣ ଆପଣଙ୍କର ଭୋଗିବେ। ସେଥିପାଇଁ ପରମାତ୍ମାଙ୍କୁ ହିଁ ଉପାସନା କଲେ ସେ କର୍ମଫଳ କାଟିବାର ବ୍ୟବସ୍ଥା କରନ୍ତି। ଚାଲ, ସେଇଠି ସେ ବହୁତ ବଢିଆ କହିଛନ୍ତି, ମାନେ ଏତେ ସୁନ୍ଦର ଭାବରେ ମହର୍ଷି ପରାଶର କହୁଛନ୍ତି, ଦୈତ୍ୟାନାଂ ବଲ ନାଶାୟ ଦେବାନାଂ ବଲ ବୃଦ୍ଧये ଧର୍ମ ସଂସ୍ଥାପନାର୍ଥାୟ ଗ୍ରହ ଜାତ ଶୁଭାକ୍ରମାତ୍। କେତେ ସୁନ୍ଦର ଭାବରେ କୁହାଯାଇଛି, ଦୈତ୍ୟ ମାନଙ୍କର ବଳ ନାଶ କରିବା ପାଇଁ, ମାନେ କୁପ୍ରବୃତ୍ତିକୁ ନାଶ କରିବା ପାଇଁ। ଏଠି ଦୈତ୍ୟ କେହି ନୁହଁ, ତମରି ଭିତରେ ହିଁ ଦୈତ୍ୟ ଅଛି, ମୋ ଭିତରେ ଦୈତ୍ୟ ଅଛି। ଦୈତ୍ୟ ମାନଙ୍କ ଦଳ ନାଶ କରିବା ପାଇଁ, ମାନେ କୁପ୍ରବୃତ୍ତିକୁ ନାଶ କରିବା ପାଇଁ, ଦେବତାଙ୍କର ବଳ ବଢେଇବା ପାଇଁ, ମାନେ ଆମର ଯୋଉ ଦେବତ୍ୱକୁ ବଢେଇବା ପାଇଁ, ଧର୍ମ ସଂସ୍ଥାପନାର୍ଥାୟ ଗ୍ରହ, ଧର୍ମ ସଂସ୍ଥାପନାର୍ଥ ଗ୍ରହ ଜାତା ଶୁଭାକ୍ରମାତ୍, ସେ ଗ୍ରହ ରୂପର ଅବତାର ନେଇଛନ୍ତି। ଠିକ ଅଛି, ଏଇଟାରେ ଆଉ ମୁଁ ଅଧିକା କିଛି ଶ୍ଲୋକ ପଢିନି, ମୁଁ ଖାଲି ତମକୁ ବୁଝେଇ ଚାଲିଯିବି, ନହେଲେ ଏଇଟା ଡିଲେ ହେଇଯିବ ଗୋଟେ ଗୋଟେ ଶ୍ଲୋକ ଏମିତି ଧରିଲେ। ସୂର୍ଯ୍ୟରୁ ରାମ ଅବତାର, ଚନ୍ଦ୍ରରୁ କୃଷ୍ଣ ଅବତାର, ମଙ୍ଗଳରୁ ନରସିଂହ ଅବତାର, ବୁଦ୍ଧରୁ ବୁଦ୍ଧ ଅବତାର, ଗୁରୁରୁ ବାମନ ଅବତାର, ଶୁକ୍ରରୁ ପରଶୁରାମ ଅବତାର, ଶନିରୁ କୁର୍ମ ଅବତାର, ରାହୁରୁ ବରାହ ଅବତାର, କେତୁରୁ ମତ୍ସ୍ୟ ଅବତାର। ଅନ୍ୟ ଅବତାର ବି ଗ୍ରହ ମାନଙ୍କ ଦ୍ଵାରା ହେଇଛି, ଯୋଉଥିରେ ପରମାତ୍ମାଂଶର ଅଧିକତା ରହିଛି, କିନ୍ତୁ ପରମାଂଶର ଅଧିକ ହେଲେ ବି ଚାରିଟା ପୂର୍ଣ୍ଣ ଅବତାର। କୋଉ କୋଉଟା କହିଲି? ରାମ, କୃଷ୍ଣ, ବରାହ, ନୃସିଂହ। କ୍ଲିୟର? ଏବେ କୁହ, ଏବେ ଏଇଠି ଗୋଟେ ପଏଣ୍ଟ ଦେଖ, ମାନେ କେତେ ସୁନ୍ଦର ଭାବରେ କୁହାଯାଇଛି। ଏବେ ଆମେ ସେଇଠି ପଢିଲେ, କଣ ପଢିଲେ? ଅବତାର ଅନେକ କାନି ह्यजस्य परमात्मन, ସେଇ ଅଜନ୍ମା ପରମାତ୍ମାର ଅବତାର ଅନେକ ଅଛି। ଜୀବାନାଂ କର୍ମ ଫଳ ତ ଗ୍ରହ ରୂପୀ ଜନାର୍ଦନ। ଯଦି ସେଇ ଗ୍ରହ ରୂପୀ ଜନାର୍ଦନ ହିଁ ନବଗ୍ରହରେ ଡିଭାଇଡ ହେଇଛନ୍ତି, ତାହେଲେ ଆମେ ଏମିତି ଗୋଟେ କାମ କଣ କରିବା ଯେ 9ଟା ଗ୍ରହ ଆଲାଇନ ହେଇଯିବେ, ଆଉ ତମକୁ ପୀଡା କମ ହବ? କୁହ। ସେଇ ଭଗବାନଙ୍କର ଯୋଉ ପୂର୍ଣ୍ଣ ଅବତାର ଅଛି, ତ ହୁଁ ହୁଁ ତାଙ୍କୁ ଯେତେବେଳେ ଆମେ କନସିଡର କରିବା, ଦେନ୍ ଅଲ୍ ଆର୍ ପ୍ଲାନେଟ୍ ଆର୍ ଆଲାଇନ୍ଡ ୱିଥ୍ ଆଜ୍ ଏ ପୂର୍ଣ୍ଣ ଅବତାର। ମୁଁ ଏଇ ଲାଇନ I'll answer it after recording. I'll answer it after recording. ମୁଁ ଏଟାକୁ ରେକର୍ଡିଂ ପର ସେସନରେ କହିବି। ଏଇଟା ଏଇ କ୍ୱେଶ୍ଚିନ୍ ଟା ମତେ ମନେ ପକେଇଦବ, ଠିକ ଅଛି? ଭାଇ ଗୋଟେ କଥା ଏଠି କ୍ଲିୟରଲି ମନେ ରଖ, ମୁଁ ଏଠି ଗୋଟେ ଛୋଟ ଡେସ୍କ୍ରିପସନ ଦେଇ ସେସନଟାକୁ ଏଣ୍ଡ କରିଦଉଛି, ତାପରେ we will discuss। ଯୋଉଥିରେ ଜୀବାଂଶ ଅଧିକତା ଅଛି ତାକୁ ଜୀବ କହିବା। ସେଇଠି ମହର୍ଷି ପରାଶର କହୁଛନ୍ତି, ସୂର୍ଯ୍ୟାଦି ଯେମିତି ସୂର୍ଯ୍ୟାଙ୍କ ଗ୍ରହଠୁ ଆମେ ରାମକୃଷ୍ଣଙ୍କର ଅବତାର ଦେଖିଲେ, ସେଇଥିପାଇଁ ପ୍ରତ୍ୟେକ ଗ୍ରହର ଅଳ୍ପାଂଶ ରୂପୀ ମନୁଷ୍ୟ ପ୍ରାଣୀ ମାନଙ୍କର ସୃଷ୍ଟି ହେଇଛି। ଅର୍ଥାତ୍ ମହର୍ଷି ପରାଶର କହୁଛନ୍ତି କି ସିଏ ଯିଏ ବି ହେଇଥାଉ, ପ୍ରଳୟ କାଳରେ ସମସ୍ତ ଗ୍ରହାଦି ମଧ୍ୟ ସେ ଅବ୍ୟକ୍ତରେ ଲୀନ ହୋଇଯାଆନ୍ତି।
ହୁଁ ଏବଂ ସେଇ ପୁଣି ସୃଷ୍ଟି ସଂଗ୍ରହ ଚକ୍ରରେ ସେଇ ଅବ୍ୟକ୍ତରୁ ହିଁ ସେ ଗ୍ରହ ରୂପ ମାନେ ନେଇକି ସୃଷ୍ଟି କରନ୍ତି। ହୁଁ ଠିକ ଅଛି। ହୁଁ ତେଣୁ ଜ୍ୟୋତିଷ ଶାସ୍ତ୍ରର ଇମ୍ପ୍ଲିକେସନ ନିଶ୍ଚିତ ଭାବରେ ଅଛି। ହୁଁ ଆଉ ଦିତିଙ୍କ ଠାରୁ ମହର୍ଷିଙ୍କର ଦିତିଙ୍କ ଠାରୁ ଦୈତ୍ୟ ମାନେ ଇଏ କଲେ, ଅଦିତିଙ୍କ ଠାରୁ ଦେବତା ମାନେ ଆଦିତ୍ୟ ମାନେ ପ୍ରକାଶ ହେଇକି ହୁଁ ବାହାରିଲେ। ତେଣୁ ସମଗ୍ର ସଂସାର, ପ୍ରାଣୀଠୁ ଆରମ୍ଭ କରି ଜଡ ଚେତନ ପର୍ଯ୍ୟନ୍ତ ପ୍ରତ୍ୟେକ ଜିନିଷ ଏଇ ହୁଁ ନବଗ୍ରହର ଅଧିକ। ମୁଁ ଏତେ ଲମ୍ବା କରିକି ସେ ତତ୍ଵକୁ ଯାଉନି। ଆଇ ଏମ୍ ଜଷ୍ଟ ଟେଲିଂ ୟୁ ହ୍ୱାଟ ଇଜ ନିଡେଡ। ଠିକ ଅଛି। ହୁଁ ତେଣୁ ସମସ୍ତଙ୍କ ପାଇଁ ଖାଲି ଗୋଟେ ଟିପ୍ସ ଯେ ଭାଇ ମତେ ଇଲେକ୍ଟ୍ରିସିଟି ଜଳେଇବାର ଅଛି। ହୁଁ ମତେ ଘରେ ଇଲେକ୍ଟ୍ରିସିଟି ଜଳେଇବାକୁ ହେଲେ ମୁଁ କଣ 33 କେବି ରୁ ଆଣିବି ଯାଇକି ହୁକ ପକେଇକି ଇଲେକ୍ଟ୍ରିସିଟି ଜାଳିବି ବୋଲି? नो नो, वी ନା ମୁଁ ଖୁଣ୍ଟରୁ ଆଣିବି कस्टमर ऑल्सो देयर। ଇଲେକ୍ଟ୍ରିସିଟି? ଅବେ ମୋର ପ୍ରଶ୍ନ ହେଲା, ମୁଁ ଇଲେକ୍ଟ୍ରିସିଟି କଣ 33 କେବି ଯୋଉଠି ଅଛି ସେଠି ନାହିଁ କି? ऑल्सो ମୁଁ ସେଠୁ अवेलेबल। ହୁକ पକେଇକି ଆଣିବି? नो नो ହେଇପାରିବ କି? ପସିବୁଲ? नो। ତେଣୁ ମତେ ଇଲେକ୍ଟ୍ରିସିଟି ଜାଳିବାକୁ ହେଲେ 440 ଭୋଲ୍ଟ କୁ କନଭର୍ଟ କରିକି ତାର ପାୱାର କମେଇକି ଆଣିବାକୁ ପଡିବ। यस। ଠିକ ସେମିତି ଯାହା ଯୋଉଟା ଯୋଉଠି ଯେମିତି ହେଲେ ବି, ଚାहे ସେ ଫ୍ୟାନ ହଉ, ଚାहे ସେ ଏସି ହଉ, ଚାहे ସେ କମ୍ପ୍ୟୁଟର ହଉ, ଚାहे ସେ ଲାପଟପ ହଉ, ଚାहे ସେ ମୋବାଇଲ ହଉ, ଚାहे ସେ ୱାସିଂ ମେସିନ ହଉ, ଏନି ଗ୍ୟାଜେଟ ହଉ, हम्म ତାକୁ ଚାଲିବା ପାଇଁ କଣ ଦରକାର? इलेक्ट्रिसिटी इज नेसेसरी। ପାୱାର ଟା ଦରକାର। हाँ, one type of energy need to be there because we change to energy one form to another, just change। ଠିକ ସେମିତି, ଠିକ ସେମିତି ଜୀବନ ଚଳନା ପାଇଁ କଣ ଦରକାର? just energy। ସ୍ପିରିଚୁଆଲିଟି। हाँ, spiritual। ସ୍ପିରିଚୁଆଲିଟି ଦରକାର। हम्म କାରଣ ତୁମ ଜୀବନ ଯଦି ଠିକ ରହିବ, ତାହେଲେ ୱିଦାଉଟ୍ ସ୍ପିରିଚୁଆଲିଟି ଏଟା କମ୍ପ୍ଲିଟ ହେଇପାରିବ ନାହିଁ। ତେବେ no। ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।